ମାଛ ପ୍ରେମୀଙ୍କ ପାଇଁ ବଡ଼ ଖବର। ଭୁଲରେ ବି ଖାଆନ୍ତୁ ନାହିଁ ଏହି ମାଛ, ନେଇଯାଇପାରେ ଆପଣଙ୍କ ଜୀବନ। ଆମିଷ ପ୍ରେମୀଙ୍କ ମଧ୍ୟରୁ ଅନେକ ଲୋକ ମାଛ ଖାଇବାକୁ ଭଲ ପାଆନ୍ତି। ଅଧିକାଂଶ ଲୋକଙ୍କର ମାଛ ବିନା ଖାଇବା ରୁଚେ ନାହିଁ। ପ୍ରୋଟିନର ସର୍ବୋତ୍ତମ ଉତ୍ସ ହେଉଛି ମାଛ। ଡାକ୍ତରମାନେ ମଧ୍ୟ ମାଛ ଖାଇବାକୁ ପରାମର୍ଶ ଦେଇଥାନ୍ତି। ତଥାପି ସମସ୍ତ ମାଛ ଶରୀର ପାଇଁ ଲାଭଦାୟକ ନୁହେଁ। କିଛି ମାଛ ଖାଇବା ଦ୍ୱାରା ଶରୀର ଲାଭ ହେବା ପରିବର୍ତ୍ତେ ଅତ୍ୟଧିକ କ୍ଷତି ହୋଇପାରେ। ପୁଷ୍ଟିକର ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଏହି ମାଛ ଖାଇବା ଦ୍ୱାରା ଶରୀରରେ ଫୁଡ୍ ପଏଜନ୍ ହୋଇପାରେ। ତେଣୁ ଏହି ସମସ୍ତ ମାଛକୁ ଯଥାସମ୍ଭବ ଏଡ଼ାଇବା ଉଚିତ। ନିୟମିତ ମାଛ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଉପକାର ମିଳିପାରେ। କିନ୍ତୁ କିଛି ମାଛ ଖାଇବା ପୂର୍ବରୁ ଏହା ଜାଣି ରଖିବା ଉଚିତ, କିଛି ମାଛରେ ମର୍କ୍ୟୁରୀ ଅଧିକ ହୋଇପାରେ। ଆପଣଙ୍କୁ ବଜାରକୁ ଗଲେ କିଛି ବି ବଡ଼ ମାଗୁର ମାଛ କିଣିବାଠୁ ଦୂରେଇ ରୁହନ୍ତୁ। ଛୋଟ ମାଗୁର କିଣନ୍ତୁ, କାରଣ ଅଧିକାଂଶ କ୍ଷେତ୍ରରେ ଏହାର ଆକାର ଶୀଘ୍ର ବଢ଼ାଇବା ପାଇଁ ଅନେକ ପ୍ରକାରର ହରମୋନ୍ ମାଛର ଶରୀରରେ ଇଞ୍ଜେକ୍ସନ ଦିଆଯାଏ, ଯାହା ସମସ୍ତଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏଗୁଡ଼ିକ ବିପଦଜନକ ରାସାୟନିକ ପଦାର୍ଥ, ଯାହା ଶରୀରରେ ପ୍ରବେଶ କରିବା ପରେ କ୍ଷତି ଘଟାଇଥାଏ। ଅନେକ ଲୋକ ମିରିକାଳି ମାଛ ଖାଇବାକୁ ବେଶ ପସନ୍ଦ କରନ୍ତି, କିନ୍ତୁ ଏହି ମାଛରେ ମର୍କ୍ୟୁରୀ ଥାଏ। ମର୍କ୍ୟୁରୀ ମାଛ ଖାଇବା ଦ୍ୱାରା ପେଟରେ ମର୍କ୍ୟୁରୀ ଜମା ହୋଇଥାଏ। ଫଳସ୍ୱରୂପ ଶରୀରରେ ବିପଦଜନକ ରୋଗ ହୋଇପାରେ। ଗୁରୁତର ରୋଗ ମଧ୍ୟ ହୋଇପାରେ। ବ୍ୟୁରୋ ରିପୋର୍ଟ, SCTV ଓଡ଼ିଆ।